ମାନବିକତା ଦେଖାଇଲେ ଆନନ୍ଦପୁର ଉପଜିଲ୍ଲାପାଳ। ଆନନ୍ଦପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନୀଳମାଧବ ସୁନା 7 ତାରିଖ ବୁଧବାର ଦିନ ଏକ ଧାନ ମଣ୍ଡି ପରିଦର୍ଶନ ଯାଇଥିଲା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ଜୈନିକ ଛାତ୍ରୀଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ନିଜର ମାନବିକତାର ପରିଚୟ ଦେଖାଇଛନ୍ତି। ଖବର ନେବାରୁ ଜଣାଯାଏ ଶୈଲଂ ଗ୍ରାମର ମାମାଲି ସାହୁ ନିଜ ସ୍କୁଟିରେ ନିଜ ସାନ ଭାଇକୁ ବସାଇ ଯାଉଥିବା ସମୟରେ ବଳରାମପୁରଠାରେ ଥିବା ଏକ ହମ୍ପସରେ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ଠିକ୍ ଏହି ସମୟରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସୁନା ଘଷିପୁରା ବ୍ଲକ ଅନ୍ତର୍ଗତ ଏକ ଧାନ ମଣ୍ଡିକୁ ପରିଦର୍ଶନ ଯାଇ ଫେରୁଥିବା ସମୟରେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରେ ଆହତ ଛାତ୍ରୀକୁ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ଏବଂ ଡାକ୍ତର ସେଠାରେ ଆହତ ଛାତ୍ରୀକୁ ଚିକିତ୍ସା କରାଇବା ସହିତ ବିଶେଷ କ୍ଷତି ହୋଇନଥିବା ପ୍ରକାଶ କରିଛନ୍ତି। ଉପଜିଲ୍ଲାପାଳଙ୍କର ଏଭଳି ମାନବିକତାକୁ ସାଧାରଣରେ ବହୁତ ପ୍ରଶଂସା କରାଯାଉଛି। କେନ୍ଦୁଝର ଆନନ୍ଦପୁରରୁ ସତ୍ୟ ଦାସଙ୍କ ରିପୋର୍ଟ, OTN TV।